ସମସ୍ତେ ଦର୍ଶକ मीडिया भाई ସବୁ ଜାଣିବାକୁ ଚାହାନ୍ତୁ ପ୍ରକୃତର ସତ୍ୟ କିଏ। ନରି ପଣ୍ଡା ଆଜି ସତ କହୁଛି କି ସେମାନେ ମାଲିକ କୋଟିପତି ମାଲିକ ସେମାନେ ସତ କହୁଛି। ଜୟ ଜଗନ୍ନାଥ। ମୁଁ କାଲି ଦେଖିଲି ଯେ ଆମର ଯୋଉ ମୁଁ ବାଇକ ଯାହା କହିଥିଲି ଯେ ନାଣ୍ଡୁ ବାବୁ ତାର ପ୍ରତି ଉତ୍ତର ଦେଲେ, ମୁଁ ନରିକି ଭଲ ସମ୍ମାନ ଦେଇକି ବିଦା କଲି। ମୋର 36 ନା କେତେଟା ସବୁ ଲାଗିଛି ସିସିଟିଭି। ଆଜ୍ଞା ସେ ଯୋଉ କଥାଟା କହିଛନ୍ତି ଯେ ମୋର ଭିଜୁଆଲ ମୋର ଲାଗି ସବୁ ଦେଖେଇଦେବେ, କିନ୍ତୁ ମୁଁ ସେଇଟାକୁ ସ୍ୱାଗତ କରୁଛି। ମୁଁ ନାଣ୍ଡୁ ବାବୁକୁ ସ୍ୱାଗତ କରୁଛି। ମତେ ପ୍ରକୃତର ଭିଜୁଆଲଟା ସେ ଯଦି ଜନସାଧାରଣଙ୍କୁ ଦେଖେଇଦେବେ ମିଡ଼ିଆକୁ, ମୁଁ ଯୋଉଟା ବିଭ୍ରାନ୍ତର ମୁଁ ଦେଇଛି ଯଦି ମିଛରେ କହିଛି, ତାହେଲେ ମୁଁ ସମ୍ପୂର୍ଣ୍ଣ ମିଡ଼ିଆ ସାମ୍ନାରେ ସବୁ ଲୋକଙ୍କୁ ଉତ୍ତ୍ୟକ୍ତ କରିଛି। ତାଙ୍କୁ ଭୁଲ ମାଗି ମୁଁ ନାଣ୍ଡୁ ବାବୁ ପାଟିରେ ମାଗଣା ଖଟିବି। ଆଉ ମୁଁ 1:15ରେ ପହଞ୍ଚିଲି ତାଙ୍କ ଢାବାରେ। ମୋ ସାଙ୍ଗରେ ଗୋଟେ ପିଲା ସାଙ୍ଗ ଯାଉଥିଲା ମୋର। ପଇସା ମୁଁ କହିଲେ ଏସି କିଏ? ମୁଁ କହିଲି ମୋ ସାଙ୍ଗ। କହିଲା ସେ ବାହାର ତୁ ଭିତରକୁ ଆ। ମୁଁ ଏତେ ବଡ଼ ଯେତେବେଳେ ହୋଟେଲ ହେଇଛି ଢାବା, ସେ ଶିଖିବାର ନିଶ୍ଚିତ ଅଛି। ମୁଁ ତ ଭିତରକୁ ପଶିନି, ମୋର ଦେଖିଥିବେ ଲୋକ, ମୁଁ ପଇସା ଧରିଥିଲି ବୁଝିବି ଦେଖିଥିବେ। ତା ଭିତରେ ଯୋଉ ପଶିଲା ତା ଅଫିସ ଢାବା ସାଇଡରେ ଗୋଟେ ଅଫିସ ଅଛି, କଳା ଡୋର ଲାଗିଛି। ମୁଁ ସମସ୍ତଙ୍କୁ ଦେଖିପାରୁଛି, ମତେ କେହି ଦେଖିପାରୁନାହାନ୍ତି। ସେ ଯୋଉ 3 ଜଣ ଥିଲୁ ସେଇ ଭିଜୁଆଲଟା ମୋତେ ଦେଖେଇବେ। ସେ ମତେ ପଇସା ଫେରେଇବାକୁ ଡାକିଥିଲା। ଯେହେତୁ ମୁଁ ପଇସା ଧରିକି ଆସିଲି, ମତେ କୋଉ ପ୍ରକାର ବୁଝେଇଲେ ଯେ ମୋର ଆଉ ମୁଁ ପଇସା ଧରିକି ଫେରିଲି। ମତେ ମାଡ଼ ମାରିକି ବୁଝେଇଲେ କି ମତେ ଭଲର ବୁଝେଇଲେ କି ତାପରେ କେମିତି ମତେ ବୁଝେଇଲେ, ସେ ଭିଜୁଆଲଟା ମୋର ମୁଁ ଗଣମାଧ୍ୟମକୁ ଜଣାଉଛି। ସବୁ ମିଡ଼ିଆ ଭାଇ ମାନେ ମୋର ସେଇଟା ତାର ଚେକଅପ୍ କରନ୍ତୁ, ମୋର ସେଇ ଭିଡ଼ିଓଟା ଦେଖନ୍ତୁ। ଆଉ ଯଦି ମୁଁ ବାହାରେ ଯିବାଟା ଦେଖିଥିବେ ଭିତରେ ନଥିବ, ସେଟା ତାର ମତେ ଯେ ପ୍ରିଭାଲ କରି ନେଇଛି, ଯେ ସେଟା କେମିତି ଥିବ? ମୁଁ ତ କହୁଛି କେବେ ନଥିବ। ଯଦି ଥାଏ ଇଆଡେ ଯଦି କ୍ୟାମେରା ଚାଲିଥାଏ ସେଟା ଅଫ୍ ଥିବ ନିଶ୍ଚିତ, ମୁଁ ଦୃଢ଼ ସାହସରେ କହୁଛି। ଆଉ ଯଦି ସେଇ ଟାଇମରେ ସବୁଗୁଡା କାଟି ଦେଇଥିବ। ମୁଁ ଟାଇମ ଦଉଛି 1:15, 3:07 ବାହାରିନି। ଆପଣ ତା ଭିତରେ ଭିଜୁଆଲଟା ମୁଁ ପଶିଥିବି ଦେଖିଥିବେ। ଭିତରେ କଣ ହେଲେ ଆପଣ ଟିକେ ଦେଖିଦିଅନ୍ତୁ। ତାପରେ ମୁଁ ଯଦି କାହାକୁ ବିଭ୍ରାନ୍ତ ନ୍ୟୁଜ ଦେଇଥିବି, ତାହେଲେ ମୁଁ ସମସ୍ତଙ୍କ ବ୍ରାହ୍ମଣ ହେଇକି ବ୍ରାହ୍ମଣକୁ ସେ ଗୋଇଠା ମାରିଛି। ମୁଁ ସେଇ ବ୍ରାହ୍ମଣ କହୁଛି ମୋର ମୁଁ ଯେତେବେଳେ ଭୁଲ ମାଗିବି, ଜଣଙ୍କର ଖଣ୍ଡାୟତଙ୍କର ଗୋଡ ତଳେ ପଡିବି କି ଯେକୌଣସି, ମୁଁ ତ ଭୁଲ ମାଗି ମୋ ବ୍ରାହ୍ମଣ ସମାଜକୁ ନିନ୍ଦା ହବ, ମୋ କଳାକାରକୁ ନିନ୍ଦା ହବ। ମୁଁ ଏତେ ଭୁଲ କହି ନାହିଁ କି କେବେ କହିବି ନାହିଁ ଯେ ମୁଁ ଗୋଟେ ବ୍ରାହ୍ମଣ ପିଲା ମୁଁ ଭୁଲ କହିଦେଇଛି ଯେ ମୁଁ ସମସ୍ତଙ୍କ ଗୋଡ ତଳେ ପଡି କ୍ଷମା ମାଗୁଛି। ଏମିତି ଭୁଲ ଆଉ କେବେ କରିବିନି। ଏବେ ମୁଁ ଯୋଉଟା ଘଟିଛି ସେଇଟା ମୁଁ କହିଛି। ଆଉ ଯୋଉଟା ନାଣ୍ଡ ରିପ୍ଲାଏ ଦେଇଛନ୍ତି ମୁଁ ଶୁଣିଲି ଯେ ବାଇକରେ ଏମିତି କଥା ବହୁତ ଦମ୍ଭର ବାବୁ କହୁଛନ୍ତି, ମାନିବାକୁ ପଡିବ ତାଙ୍କ ଅଭିନୟ। ମୁଁ ସିନା ଯାତ୍ରାର ସାରେ ନାଟକ ଲେଖୁଛନ୍ତି, ମୁଁ ଅଭିନୟ କରିଦଉଛି। ସେ ଯାହା ଲେଖିଲେ ମୁଁ ଅଭିନୟ କରୁଛି, କିନ୍ତୁ ସିଏ ଯୋଉ ପ୍ରକୃତରେ ଅଭିନୟ କରୁଛନ୍ତି, ମୁଁ ସେଇ ଅଭିନୟଟା ଯୋଉ ମାଧ୍ୟମରେ ସେ କହିଛନ୍ତି, ସେଇଟା ପ୍ରକୃତରେ ମୁଁ ଜାଣିବାକୁ ଚାହେଁ। ମୁଁ ଜାଣିବା ସଙ୍ଗେ ସଙ୍ଗେ ସବୁ ମିଡ଼ିଆ ଭାଇ ଜାଣନ୍ତୁ, ଆଉ ଦର୍ଶକ ସବୁ ଜାଣନ୍ତୁ ନରିପଣ୍ଡା ସେଠିକିର କିଭଳିଆ ତାକୁ ବ୍ୟବହାର ଦେଇ ସେଠି ଭଲର ପୁଣି 1000 ଟଙ୍କା ମୁଁ 1000 ଟଙ୍କା ଦେଲା କହିଲା ହୋଟେଲରେ ଖାଇକି ଯାଅ। ମୁଁ 3:30 ବାଜିଲେ ଦାନ୍ତ ଘଷିନି। ମୁଁ 3:07 ତ, ମୁଁ 3:07 ହେଲାଣି, ମୁଁ ଦାନ୍ତ 3ଟା ହେଲାଣି, ମୁଁ ଦାନ୍ତ ଘଷିନି। ଆଉ ମୁଁ ଖାଇଦେବି ବାହାରେ। ଆଉ କହିଲା ହଁ ତାହେଲେ 1000 ଟଙ୍କା ନେଇଯା ବାହାରେ ଖାଇଦେବି। ମୁଁ କହିଲି ପଇସା ନ ଆଣିଲେ ଅସୁବିଧା, ପଇସା ଦେଇଛନ୍ତି। ମୁଁ ଗୋଟିଏ କଥା ଖାଲି କହୁଛି, ମତେ ଡାକିଥିଲେ ପଇସା ଦେବା ପାଇଁ ଫେରେଇବାକୁ, ସୁନ୍ଦର ଭିତରେ କଥା ରେକର୍ଡିଂ ନେଇଛି। ମୁଁ ଗଲି ପଇସା ଫେରେଇଲି। ଆଉ ପଇସା ଫେରି ମତେ ସେ କଣ ବୁଝେଇଲେ, କୋଉ ସିସିଟିଭିର ଅଛି ସବୁ ଫୁଟେଜ, ମତେ ଟିକେ ମୁଁ ଦେଖିବାକୁ ଚାହୁଁଛି। ମୋ ଦେଖିବା ସଙ୍ଗେ ସଙ୍ଗେ ସମସ୍ତେ ଦର୍ଶକ ଆଉ ମିଡ଼ିଆ ଭାଇ ସବୁ ଜାଣିବାକୁ ଚାହାନ୍ତୁ ପ୍ରକୃତର ସତ୍ୟ କିଏ। ନରିପଣ୍ଡା ଆଜି ସତ କହୁଛି କି ସେମାନେ ମାଲିକ କୋଟିପତି ମାଲିକ ସେମାନେ ସତ କହୁଛି। ସେଟା ମୁଁ ଅନନ୍ତ ନାରାୟଣ ଧଳ ପାଖରୁ ଆମର ଯୋଉ ସମ୍ରାଟର ଆଉ ତାଙ୍କ ଭିତରେ ଜାଣିବାକୁ ଚାହୁଁଛି। ଆଉ ମୁନୁ ବାବୁ ଯୋଉ କଥା କହୁଛନ୍ତି, ନା ଆମେ ଭଲ ଦେଇଛୁ, ତାଙ୍କ ମ୍ୟାନେଜର ସିଏ ଚାକିରି କରିଛନ୍ତି ମାଲିକ ପାଖର, ସିଏ କେବେ କହିବେ ନାହିଁ ସତ୍ୟଟା। କିନ୍ତୁ ପ୍ରକୃତରେ ସେ ସତଟା ଯଦି ସେଠି ଭିଜୁଆଲ ହୁଏ, ସିଏ ବି କଣ କହିଛି ଧରା ପଡିବ। ସେ କୋଉ ନିରବରେ ବସିଛନ୍ତି, କଣ କହୁଛନ୍ତି, ମଝିରେ ମଝିରେ କଣ ଟିକେ ଟିକେ ଜୁଆ କେନ୍ତୁଛନ୍ତି, ସେ ନିଶ୍ଚିତ ଧରା ପଡେ। ମୁଁ କାହିଁକିନା ସେ ଚାକିରି କରୁଛନ୍ତି, ମୁଁ କାହା ପେଟ ପଟନାକୁ ନାତ ମାରିବାକୁ ଚାହେଁ, ସେ ତ ନିଶ୍ଚିତ କହିବି। ସତଟା କେହି କହିବନି ସେ ମ୍ୟାନେଜର। ସତଟା ଏଇ ମିଡ଼ିଆ ମାଧ୍ୟମରେ ସେ ଯୋଉ ଫୁଟେଜ ବାହାରିଲେ ସବୁ ଜଣା ପଡିଯିବ। ଜୟ ଜଗନ୍ନାଥ।